ଆମ ଶରୀରର ଇଞ୍ଜିନ୍ ହେଉଛି ଆମ ଲିଭର। ଯଦି ଏହି ଇଞ୍ଜିନ୍ ଖରାପ ହେଇଯାଉଛି ତାହେଲେ ଆମ ଶରୀର ପୁରା ଅଚଳ ହେଇଯିବ। କିନ୍ତୁ ଆମେ ଜାଣି ଜାଣି ପ୍ରତିଦିନ ଏମିତି କିଛି ଭୁଲ କରୁଛୁ ଯାହା ଆମ ଲିଭରକୁ ମାରି ଦେଉଛି। ନମସ୍କାର, ମୁଁ ମିଜାଲି, ମୁଁ ଜଣେ ନର୍ସିଂ ଇନଚାର୍ଜ। ଆଉ ଆଜିର ଏହି ୱାର୍ଲଡ ଲିଭର ଡେ ସ୍ପେଶାଲ ଭିଡ଼ିଓରେ ମୁଁ ଲିଭର ସମ୍ବନ୍ଧୀୟ ଆପଣଙ୍କୁ ସବୁ ରହସ୍ୟ କହିବି। ପ୍ରଥମେ ଜାଣିବା ଆମେ ଲିଭରର କାମ କ'ଣ। ଲିଭର ଖରାପ ହେବାର ମୁଖ୍ୟ ଲକ୍ଷଣ। କାହିଁକି ଆଜିକାଲି ସମସ୍ତଙ୍କର ପ୍ରାୟ ଲିଭର ପ୍ରୋବ୍ଲେମ ବାହାରୁଛି, କାରଣ କ'ଣ? ଲିଭରକୁ ସୁସ୍ଥ ରଖିବା ପାଇଁ ଘରୋଇ ଉପାୟ କ'ଣ? ପ୍ରଥମେ କଥା ହେବା ଲିଭରର କାମ କ'ଣ। ଆମ ଶରୀରରେ ପ୍ରାୟ ଲିଭର 500ରୁ ଅଧିକ କାମ କରେ। ରକ୍ତ ସଫା କରିବା ପାଇଁ, ଖାଦ୍ୟ ହଜମ କରିବା ପାଇଁ, ଏବଂ ପିତ୍ତ ବା ବାଇଲ ତିଆରି କରିବା ପାଇଁ, ଏବଂ ଶକ୍ତି ସଞ୍ଚୟ କରିବା ପାଇଁ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ କଥା କ'ଣ ଜାଣିଛନ୍ତି? ଲିଭରର ଏକ ବିଶେଷ ଗୁଣ ଅଛି, ସେ ନିଜକୁ ନିଜେ ଠିକ୍ କରିପାରେ, ଯାହାକୁ କୁହନ୍ତି ରିଜେନେରେସନ୍, ଯଦି ଆମେ ତାକୁ ସଠିକ୍ ସମୟରେ ସୁଯୋଗ ଦେବା। ଏବେ କଥା ହେବା ଲିଭର ଖରାପ ହେବାର ମୁଖ୍ୟ ଲକ୍ଷଣ। ଆଖି ବା ପରିସ୍ରା ହଳଦିଆ ହେବା, ଯାହାକୁ କୁହନ୍ତି ଜଣ୍ଡିସ୍। ପେଟର ଡାହାଣ ପଟେ ଯନ୍ତ୍ରଣା ବା ପେଟ ଫୁଲିଯିବା, ଦେହ କୁଣ୍ଡେଇ ହେବା, ଅଧିକ କ୍ଳାନ୍ତ ଲାଗିବା, ପାଦ କିମ୍ବା ଗୋଡ଼ ଫୁଲିଯିବା, ଏସବୁ ହେଉଛି ଲକ୍ଷଣ। ଏବେ କଥା ହେବା କାହିଁକି ଆଜିକାଲି ସମସ୍ତଙ୍କର ପ୍ରାୟ ଲିଭର ପ୍ରୋବ୍ଲେମ ଦେଖାଯାଉଛି। କାରଣ କ'ଣ? ଅଧିକ ତେଲ, ମସଲା ବା ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆମ ଲିଭର ଚାରିପଟେ ଫ୍ୟାଟ୍ ଜମିଯାଏ ବା ଚର୍ବି ଜମିଯାଏ, ଯାହାକୁ ଆମେ ଫ୍ୟାଟି ଲିଭର କହିଥାଉ। ଆଲକୋହଲ ବା ଅତ୍ୟଧିକ ମଦ୍ୟପାନ, ବିନା ଡକ୍ଟର ଆଡଭାଇସରେ ପେନ୍ କିଲର୍ସ ଖାଇବା ବା ଆଣ୍ଟିବାୟୋଟିକ୍ସ ଖାଇବା, ଲାଇଫଷ୍ଟାଇଲ, ବ୍ୟାୟାମ ନ କରିବା, ମେଦବହୁଳତା। ମୁଁ ଆଜି ଆପଣଙ୍କୁ ମୋ ନିଜର ଗୋଟେ ଏକ୍ସପିରିଏନ୍ସ କହିବି। ମୁଁ ଯେତେବେଳେ କୋଲକାତାରେ ପିଏଲଏସ୍ ହସ୍ପିଟାଲ କାମ କରୁଥିଲା ବେଳେ ମୁଁ ଏମିତି ଅନେକ ପେସେଣ୍ଟକୁ ଦେଖିଛି ଯେଉଁମାନେ ମଦ କେବେ ଛୁଇଁ ନାହାନ୍ତି, କିନ୍ତୁ ସେମାନଙ୍କର ଲିଭର ସିରୋସିସ୍ ଅଛି। ତାଙ୍କ ପାଷ୍ଟ ହିଷ୍ଟ୍ରି ଯେତେବେଳେ ମୁଁ କଲେକ୍ଟ କରେ, ସେତେବେଳେ ମୁଁ ଜାଣିବାକୁ ପାଇଲି କି ସେମାନେ ବହୁତ ଚା ପିଅନ୍ତି। ଗୋଟେ ଦିନରେ ପ୍ରାୟ 7ରୁ 8 କପ୍ ଏମିତି ଚା ପିଅନ୍ତି। ବହୁତ ଚା ଆଡିକ୍ଟେଡ୍ ସେମାନେ, ଆଉ ବହୁତ ଚିନି ବି ଚାରେ ମିଶେଇକି ପିଅନ୍ତି। ସେଥିପାଇଁ ବି ସେମାନଙ୍କୁ ଲିଭର ସିରୋସିସ୍ ହେଇଛି। ତେଣୁ ସାବଧାନ, ଖାଲି ମଦ ନୁହେଁ, ଅତ୍ୟଧିକ ମିଠା ବି ଆପଣଙ୍କ ଲିଭରକୁ ମାରିପାରେ। ଏବେ କଥା ହେବା ଲିଭରକୁ ସୁସ୍ଥ ରଖିବା ପାଇଁ ଘରୋଇ ଉପାୟ କ'ଣ। ହଳଦୀ ପାଣି, ହଳଦୀରେ ଥିବା କର୍କ୍ୟୁମିନ୍ ଲିଭରକୁ ଡିଟକ୍ସ କରେ। ରସୁଣ, ଏହା ଲିଭରର ଏନଜାଇମ୍କୁ ସକ୍ରିୟ କରେ। ଲେମ୍ବୁ ପାଣି, ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ଲେମ୍ବୁ ପାଣି ପିଅନ୍ତୁ। ସବୁଜ ପନିପରିବା, ପାଳଙ୍ଗ, ବିଟରୁଟ୍ ଏସବୁ ଖାଇବା ଦ୍ୱାରା ଲିଭର ସଫା ରଖେ। ପାଣି ଦିନକୁ 3ରୁ 4 ଲିଟର ପିଇବା ନିହାତି ଜରୁରୀ। ଯଦି ଆପଣଙ୍କର ସିକେଡି ପ୍ରୋବ୍ଲେମ, ଯେଉଁଟାକି କ୍ରୋନିକ୍ କିଡନୀ ଡିଜିଜ୍ ଯଦି ନାହିଁ, ତାହେଲେ ଆପଣ ଦିନକୁ 3ରୁ 4 ଲିଟର ପାଣି ପିଅନ୍ତୁ। ଲିଭର ଏକ ଶାନ୍ତ ଅଙ୍ଗ, ଏହା 80% ଖରାପ ନ ହେବା ପର୍ଯ୍ୟନ୍ତ ସେ କିଛି କୁହେ ନାହିଁ। ତେଣୁ ସଚେତନ ରୁହନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ସେୟାର କରନ୍ତୁ, ଅନ୍ୟମାନେ ଯେମିତି ଜାଣିପାରିବେ। ଆଉ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ। ଧନ୍ୟବାଦ।